ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ଜିସସ୍ ଗସ୍ପେଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରୁଛି। ଆସନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ସାଧାରଣ କାଳର ତୃତୀୟ ରବିବାର ପଦାର୍ପଣ କରିଅଛୁ। ଆଜିର ଦିନଟି ପୁଣ୍ୟପିତା ପୋପ୍ ଫ୍ରାନ୍ସିସ୍ 2019 ମସିହାରେ ଏହି ଦିନକୁ ବାକ୍ୟର ରବିବାର ବୋଲି ପାଳନ କରିବା ନିମନ୍ତେ କ୍ୟାଥୋଲିକ୍ ମଣ୍ଡଳୀରେ ଆଦେଶ କରନ୍ତି, ଯାହା ଆମେ ଶୁଣିବାକୁ ପାଉଛୁ ୱାର୍ଡ ଅଫ୍ ଗଡ୍। ପରବର୍ତ୍ତୀ ସମୟରେ ତାହା ଆମେ ଆଲୋଚନା କରିବା। ଆସନ୍ତୁ ମୋର ପ୍ରିୟମାନେ, ଆଜିର ପ୍ରଥମ ପଠନ ପ୍ରବକ୍ତା ନେହେମିଆ 8 ଅଧ୍ୟାୟ 2-6 ଏବଂ 8-10 ପଦ ଏବଂ ଦ୍ୱିତୀୟ ପଠନ କରନ୍ତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପ୍ରଥମ ପତ୍ରରୁ ପାଠ 12 ଅଧ୍ୟାୟ 12-30 ପଦ ପର୍ଯ୍ୟନ୍ତ। ସୁସମାଚାର ଲୁକ 1 ଅଧ୍ୟାୟ 1-4, 4 ଅଧ୍ୟାୟ 14-21 ପଦ ପର୍ଯ୍ୟନ୍ତ। ପ୍ରଭୁ ଯୀଶୁ ଆଜି ନିଜେ ସୁସମାଚାରରେ ଦେଖିବାକୁ ପାଇବା, ନିଜେ ସେ କହନ୍ତି, ସେହି ପବିତ୍ର ସୁସମାଚାରକୁ ଧରି ନିଜେ ସେ ପ୍ରଚାର କରୁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ଭାଇ ଭଉଣୀମାନେ, ଆଜିର ସୁସମାଚାରର ଲୁକ 4 ଅଧ୍ୟାୟ 18 ଏବଂ 19 ପଦରେ ଯଦି ଆପଣମାନେ ଦେଖନ୍ତି, ସେଠାରେ ସେ କହନ୍ତି, ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦିନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି। ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟି ଲାଭର ବିଷୟ ଘୋଷଣା କରିବାକୁ, ମୁଁ ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ, ଆଉ ପ୍ରଭୁଙ୍କର ଅନୁଗ୍ରହର ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଆମେ ଶୁଣିବାକୁ ପାଉଛୁ ଯେ ପ୍ରଭୁଙ୍କର ଅନୁଗ୍ରହର ବର୍ଷ ଘୋଷଣା କରିବା ପାଇଁ, ବନ୍ଦୀମାନଙ୍କୁ ମୁକ୍ତ ଦେବା ପାଇଁ, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା ପାଇଁ, ଏବଂ ଯେଉଁମାନେ ଅନ୍ଧମାନେ ଦେଖିବେ ଏବଂ ଅତ୍ୟାଚାର ଲୋକମାନେ ମୁକ୍ତ ପାଇବେ, ଏହିଭଳି ଏକ ସୁସମ୍ବାଦ ଘୋଷଣା କରିବା ନିମନ୍ତେ ପ୍ରଭୁ ଯୀଶୁ ଆଗମନ କରିଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖିବାକୁ ପାଇବା ଆଜି ହେଉଛି ଅନୁଗ୍ରହର ବର୍ଷ। ଏହି ଦିନକୁ ପୁଣ୍ୟପିତା ପୋପ୍ କହିଛନ୍ତି ବାକ୍ୟର ଦିନ, ଯାହା ଆପଣମାନେ ଯଦି ଦେଖନ୍ତି ଈଶ୍ୱରଙ୍କର ବାକ୍ୟରେ ଲେଖା ଅଛି ମାଥ୍ୟୁ 4 ଅଧ୍ୟାୟ 4 ପଦରେ ସେ କହନ୍ତି, ଆଜିର ପର୍ବ ଅନୁସାରେ ମନୁଷ୍ୟ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟମାନେ, ଆଜି ବାକ୍ୟର ରବିବାର, ୱାର୍ଡ ଅଫ୍ ଗଡ୍ ଅଫ୍ ସଣ୍ଡେ ପାଳନ କରୁଅଛୁ। ତେବେ ଏହି ଯେଉଁ ବାକ୍ୟରେ ଜୀବନ ଅଛି, ହାଲେଲୁୟା। ଏବଂ ଆପଣମାନେ ଦେଖନ୍ତୁ ମୋର ପ୍ରିୟମାନେ, ଆମ୍ଭେମାନେ ସାମ ସଙ୍ଗୀତ 119-105 ପଦରେ ଯଦି ଆପଣମାନେ ଦେଖନ୍ତି, ସେଠି ସେ କହନ୍ତି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଆପଣମାନେ ଜାଣନ୍ତି ଆଜି ଯେଉଁ ବାକ୍ୟର ରବିବାର, ବାଇବେଲର ରବିବାର ବୋଲି କହୁ, ତେବେ ଈଶ୍ୱରଙ୍କର ବାକ୍ୟ ଅଟେ ଆମମାନଙ୍କର ଚାଲିବା ପଥ ପାଇଁ ପ୍ରଦୀପ ସଦୃଶ, ଏବଂ ଆମମାନଙ୍କର ପଥ ପାଇଁ ସେ ଗୋଟେ ଆଲୋକ ଅଟନ୍ତି। ଏବଂ ଆପଣମାନେ ଯଦି ଜାଣନ୍ତି, ସେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ସୁସ୍ଥ କରେ। ସାମ ସଙ୍ଗୀତ 107-20 ପଦରେ ସେ କହନ୍ତି, ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଆମମାନଙ୍କୁ କ'ଣ କରନ୍ତି? ବାକ୍ୟ ପଠାଇ ସୁସ୍ଥ କରନ୍ତି। ଆଜି ବାକ୍ୟର ରବିବାରରେ ଆମେ ଶୁଣିବାକୁ ପାଉଛୁ, ଜାଣିବାକୁ ପାଉଛୁ, ଶିଖିବାକୁ ମଧ୍ୟ ପାଉଛୁ
ଆଜି ଏକ ପବିତ୍ର ଦିନ, ପବିତ୍ର ବାକ୍ୟର ରବିବାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଅନୁଗ୍ରହର ବର୍ଷ ଘୋଷଣା କରିବା ପାଇଁ ସେ ଆସିଲେ ଏବଂ ସେ ଅଭିଷିକ୍ତ ହେଲେ। ସେ ଜଣେ ଆଜି ପ୍ରଚାରକ ହୋଇ ସୁସମାଚାର ପ୍ରଚାରକ କରନ୍ତି। ଦିନହୀନ ମାନଙ୍କ ପାଖରେ ସେ ପହଞ୍ଚନ୍ତି। ସମସ୍ତଙ୍କୁ ସେ ପ୍ରଭୁଙ୍କର ବାକ୍ୟ ସେ କହନ୍ତି ଏବଂ ସମସ୍ତଙ୍କୁ ସେ କହନ୍ତି, ତୁମାନଙ୍କର ମନ ପରିବର୍ତ୍ତନ କର, ସ୍ୱର୍ଗରାଜ ପାଖେଇ ଆସିଲା। ମନ ପରିବର୍ତ୍ତନ କର, ସ୍ୱର୍ଗରାଜ ସନ୍ନିକଟ। ଆଜି ପ୍ରଥମ ପଠନର ଯଦି ଆପଣମାନେ ଦେଖିବେ, ପ୍ରବକ୍ତା ନେହେମିଆ ଏଜ୍ରା ପୁସ୍ତକ ଖୋଲିଛନ୍ତି। ସକାଳରୁ ପ୍ରତ୍ୟୁଷରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଈଶ୍ୱରଙ୍କର ବାକ୍ୟ ଏଜ୍ରା ବକ୍ତାଙ୍କର ପୁସ୍ତକ ସେ ଖୋଲି ପଢ଼ିବାକୁ ଆରମ୍ଭ କଲେ। ତାଙ୍କର ଡାହାଣ ପାର୍ଶ୍ୱରେ, ତାଙ୍କର ବାମ ପାର୍ଶ୍ୱରେ ଲୋକ ଭିଡ଼ ହୋଇ ସେମାନେ ଶୁଣୁଛନ୍ତି। ସେମାନେ କେମିତି ଶୁଣୁଛନ୍ତି? ମନୋଯୋଗ କରି ସେମାନେ ଶୁଣୁଛନ୍ତି। ଯାହାଳି ଫଳରେ କି ସେମାନେ ମନ ଧ୍ୟାନରେ ସେମାନେ ଧ୍ୟାନ କରୁଛନ୍ତି ଈଶ୍ୱରଙ୍କର ବାକ୍ୟକୁ। ପ୍ରବକ୍ତା ନେହେମିଆ ପଢ଼ିବାଟା ପ୍ରବକ୍ତା ଏଜ୍ରାଙ୍କର ପୁସ୍ତକରୁ ସେମାନେ ପଢ଼ୁଛନ୍ତି। ସେଟା ଶୁଣି ସେମାନେ କ'ଣ କହନ୍ତି? ଆମେନ୍, ଆମେନ୍, ଆମେନ୍ ବୋଲି ସେମାନେ କହନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଆଜି ମଧ୍ୟ ଆପଣମାନେ ଦେଖନ୍ତି ଦ୍ୱିତୀୟ ପଠନରେ ସାଧୁ ପାଉଲ କରନ୍ତି ମଣ୍ଡଳୀକୁ କହନ୍ତି, ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ। ଯଦି ଏ ହାତ କହିବ ମୁଁ ଗୋଡ଼ ନୁହେଁ, କି ଏ ଆଖି କହିବ ମୁଁ ଦେଖିବି ନାହିଁ, କି କାନ କହିବି ମୁଁ ଚାଖିବି ନାହିଁ। କାନ କ'ଣ ଚାଖିପାରେ? ଜୀବ ସିନା ଚାଖେ। ଆଖି କ'ଣ କହିପାରେ? ଆଖି ଦେଖିବେ। କାରଣ ପ୍ରଭୁ ଏ ସମସ୍ତ ସୃଷ୍ଟି କରିଅଛନ୍ତି। ସମସ୍ତଙ୍କୁ ଗୋଟେ ଗୋଟେ ଦାନ ଦେଉଛନ୍ତି। ଆଖିର କାମ ଦେଖିବା, ନାକର କାମ ଆଘ୍ରାଣ କରିବା, ପାଟିର କାମ କଥା କହିବା, ଜୀବର କାମ ସେ ସ୍ୱାଦ ଚାଖିବା ଏବଂ କାନର କାମ ସେ ଶୁଣିବା କାମ। ଆମମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ମଧ୍ୟ ଗୋଟେ ଶରୀର। ଆମମାନଙ୍କର ବିଭିନ୍ନ ପ୍ରକାର ଦାନ ହେଲେ ମଧ୍ୟ ଗୋଟେ ଆତ୍ମା। ଆମେ ବିଭିନ୍ନ ପ୍ରକାର ସେବା କଲେ କ'ଣ ହେବ? କିନ୍ତୁ ଗୋଟେ ଈଶ୍ୱରଙ୍କୁ ଆମେ ସେବା କରୁଛୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମମାନଙ୍କର ସେବା ବିଭିନ୍ନ ପ୍ରକାର, ଦାନ ବିଭିନ୍ନ ପ୍ରକାର, କିନ୍ତୁ ଏକ ପ୍ରଭୁ ଏକ ଈଶ୍ୱର ଅଟନ୍ତି। ଠିକ୍ ସେହିଭଳି ମଣ୍ଡଳୀର ମସ୍ତକ ହେଉଛନ୍ତି ପ୍ରଭୁ ଯୀଶୁ। ସେ ଅଟନ୍ତି ଜୀବନ୍ତ ଈଶ୍ୱରଙ୍କର ପୁତ୍ର। ତାଙ୍କର ବାକ୍ୟକୁ ଧ୍ୟାନ କରିବା, ତାଙ୍କୁ ଆରାଧନା କରିବା। ପ୍ରବକ୍ତା ପ୍ରଚାର କରିବା ସମୟରେ, ପଢ଼ିବା ସମୟରେ ସେମାନେ ଯେପରି ପ୍ରଭୁଙ୍କୁ ଆରାଧନା କଲେ, ଆମ୍ଭେମାନେ ମଧ୍ୟ ତାଙ୍କୁ ଆରାଧନା କରିବା। ପ୍ରଭୁ ଆପଣ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଜୟ ଯୀଶୁ ଏବଂ ନମସ୍କାର।